ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ୱାତି ଲଗ୍ନର ନୂତନ କାର୍ଯ୍ୟକ୍ରମ ଅତିଥିଙ୍କ ସହ ଆଳାପକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜ୍ଞା ନମସ୍କାର। ସ୍ୱାଗତ। ନମସ୍କାର। ସାର୍ ପ୍ରଥମେ ଆପଣଙ୍କର ପରିଚୟ। ମୁଁ ଡକ୍ଟର ସନ୍ତୋଷ କୁମାର ପଣ୍ଡା। ମୁଁ ଏକ ସରସ୍ୱତୀ ବିଦ୍ୟା ମନ୍ଦିରରେ ପ୍ରଧାନାଚାର୍ଯ୍ୟ ଭାବେ କାମ କରୁଛି। କଟକରେ ଏବେ ରହୁଛି। ସାର୍ ଆପଣଙ୍କ ଘର ତାହେଲେ କଟକ ଏବଂ ଶିକ୍ଷକତା ଆପଣ କରନ୍ତି। ସାର୍ ଇଏ ଆଜ୍ଞା। ଶିକ୍ଷକତା ପ୍ରତି ଭଲ ପାଇବା ବା ଆପଣଙ୍କର କବିତା ପ୍ରତି ଭଲ ପାଇବା ସାର୍ କେବେଠୁ ଆଗ୍ରହ ହେଲା, କେବେଠୁ ଜାଗ୍ରତ ହେଲା? ପ୍ରକୃତରେ କହିବାକୁ ଗଲେ ମୋ ବାପା ଯିଏ ଥିଲେ ସେ ଜଣେ କଳାପ୍ରେମୀ ଥିଲେ। ସେ ନିଜେ ସଙ୍ଗୀତ ବି ଲେଖୁଥିଲେ ଆଉ ନିଜେ ବି ବୋଲୁଥିଲେ। ଜଣେ ନାଟକ ନିର୍ଦ୍ଦେଶକ ଥିଲେ। ତେଣୁ ବୋଧହୁଏ ସେ ତାର ପ୍ରଭାବ ମୋ ପାଇଁ ରହିଛି। ମୁଁ ପ୍ରକୃତରେ ଲେଖା ଲେଖି 1980-82 ମସିହାରେ ଆରମ୍ଭ କଲି। ଯେତେବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢୁଥିଲି ସେତେବେଳେ ଆମର ସାର୍ ଗୋଟେ କୋଣାର୍କ ବୋଲି ଗଳ୍ପଟିଏ ଥିଲା, ତାକୁ ପିଲାମାନଙ୍କୁ ଦେଇଥିଲେ ଲେଖିବା ପାଇଁ ଯେ ତାକୁ ଏକାଙ୍କିକା ରୂପାନ୍ତର କରି ଆଣିବ। ଆଉ ମୁଁ ସେ କୋଣାର୍କ ଗପଟିକୁ ଏକାଙ୍କିକାରେ ପ୍ରଥମ କରି ରୂପାନ୍ତର କରିଥିଲି। ସାର୍ଙ୍କୁ ନେଇ ଦେଖେଇଥିଲି। ସାର୍ ବି ତାକୁ ପ୍ରଶଂସା କରିଥିଲେ। ତାପରେ ଏବେ ପୁଣି ଲେଖା ଲେଖି ହେଇଛି। କଲେଜ ସ୍ତରରେ ମଧ୍ୟ ଲେଖା ହେଇଛି। କଲେଜର ମାଗାଜିନ୍ ଲେଖା ବାହାରିଛି। ତାହେଲେ ଆପଣଙ୍କର ପ୍ରଥମ ଲେଖା ହିଁ ଚତୁର୍ଥ କ୍ଲାସରେ ହେଇଥିଲା। କ୍ଲାସ ସାରଙ୍କର ପ୍ରେରଣାରୁ କୋଣାର୍କ, ହେଇଥିଲା। ମୋ ଆ, ଜାଣିବା ଭିତରେ କୋଣାର୍କ। କୋଣାର୍କ ଥିଲା। ତ ସାର୍ ବର୍ତ୍ତମାନ ପରିସ୍ଥିତିରେ ଆପଣ ଶିକ୍ଷକତା କରୁଛନ୍ତି ଏବଂ କବିତା ଲେଖୁଛନ୍ତି, ସଭା ବକ୍ତା ହିସାବରେ ଯାଉଛନ୍ତି। ଏଇ ସବୁ ସମୟ ଭିତରେ ସମୟକୁ କିଭଳି ଭାବରେ ବ୍ୟବହାର କରୁଛନ୍ତି? ଏତେ ବ୍ୟସ୍ତତା ଭିତରେ ଏଇ ସମୟ କେମିତି ବାହାର କରୁଛନ୍ତି? ପ୍ରକୃତରେ କହିବାକୁ ଗଲେ ମଝିରେ ତ ଯୋଉ ପ୍ରତିଭା ଥିଲା, ପ୍ରତିଭା ଏକ ପ୍ରକାର ଲୁପ୍ତ ହେଇଯାଉଥିଲା। କିନ୍ତୁ ଯେତେବେଳେ କରୋନାର ସମୟ ଆସିଲା, ସେ କରୋନା ସମୟକୁ ପ୍ରକୃଷ୍ଟ ସମୟ ହେଲା ଯେ ଅନଲାଇନ ଆମେ କିଛି କରିପାରିଲେ, ସେଇଟା ପ୍ରକୃତରେ ବଡ ଭଲ ସମୟ ଥିଲା। ଅନଲାଇନରେ ବହୁତ କିଛି କାର୍ଯ୍ୟକ୍ରମ ହେଲା। ଆଉ ଶିକ୍ଷକତା ଭିତରେ ଯେହେତୁ ଗୋଟେ ରେସିଡେନ୍ସିଆଲ ସ୍କୁଲରେ ମୁଁ ରହୁଛି, ତେଣୁ ସକାଳୁ ରାତି ପର୍ଯ୍ୟନ୍ତ ରହିବାକୁ ପଡେ। ତା ସହିତ ମୋର ଲେଖା ଲେଖି ପ୍ରାୟ ସେ ବୋଧେ ଭଗବାନଙ୍କର ଇଚ୍ଛା, କାରଣ ରାତି 3ଟା 4ଟା ବେଳେ 4ଟା 5ଟା ବେଳେ ଲେଖା ପ୍ରାୟ ଆରମ୍ଭ ହୁଏ। ଆଉ ସେଇ ସମୟରେ ଯାହା ଲେଖା ଆସେ ତାହା ରହିଯାଏ ମୋର ମାନେ ଖାତା ଭିତରେ ରହିଯାଏ। ଏଇଟା ବୋଧହୁଏ ମାନେ ସମୟକୁ ବଞ୍ଚେଇବା ପାଇଁ, ସମୟ କରିବା ପାଇଁ ମୁଁ ଉଦ୍ଦେଶ୍ୟ ସକାଳୁ ଆରମ୍ଭ କରେ ଲେଖା। ସାର୍ ଇଏ ବର୍ତ୍ତମାନ ଆମେ ଆଉ ଟିକେ ଗୋଟେ ପ୍ରଶ୍ନ କରିବି ଆପଣଙ୍କୁ। ବର୍ତ୍ତମାନ ଯୁବପିଢି ଆଜ୍ଞା। ସାହିତ୍ୟକୁ ଭଲ ପାଉଛନ୍ତି କି ନା ସାହିତ୍ୟଠୁ ଟିକେ ଦୂରରେ ଯାଉଛନ୍ତି? ନାଇଁ ନାଇଁ, ବର୍ତ୍ତମାନ ତ ଯେତେବେଳେ ଶୁଣେ, ଅନଲାଇନରେ ବି ଶୁଣେ, ବହୁତ ସୁନ୍ଦର ସୁନ୍ଦର ମାନେ ଯୁବକ ଗୋଷ୍ଠୀ ଗଳ୍ପ କଣ କବିତା କଣ ଏତେ ସୁନ୍ଦର ସୁନ୍ଦର ମାନେ ଗଳ୍ପ ଆଉ କବିତା ଲେଖୁଛନ୍ତି। ମୁଁ ତ ଭାବି ପାରୁନି ପ୍ରକୃତରେ ବହୁତ ବଢିଆ ସେମାନଙ୍କର ଲେଖା ରହୁଛି। ଆଉ ସେମାନେ ଆଗାମୀ ଦିନ ପାଇଁ ମଧ୍ୟ ପରପିଢିକି ବାଟ ଦେଖେଇବେ, ଏଟା ମୁଁ ସ୍ଥିର ନିଶ୍ଚିତ। ସାର୍ ତାହେଲେ ଆମର ଯୁବପିଢି ମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କଣ ରହିବ? ସେମାନେ ଟିକେ ଆମର ଯୋଉ ପୂର୍ବ ପିଢି ଅଛନ୍ତି, ପୂର୍ବ ପିଢିଙ୍କର ଲେଖାକୁ ପଢନ୍ତୁ। ଆଉ ସେଇ ଲେଖା ଆଧାରରେ ସବୁବେଳେ ତାଙ୍କ ଲେଖା ଭିତରେ ଗୋଟେ ବାର୍ତ୍ତା ରହୁ, ସେ ଗଳ୍ପ ହଉ ବା କବିତା ହଉ, ଏ ସମାଜକୁ କିଛି ବାର୍ତ୍ତା ରହୁ, କିଛି ଅନ୍ୟମାନଙ୍କ ପାଇଁ ବାର୍ତ୍ତା ରହୁ, ତେବେ ଭାବିବି ଯେ ନିଶ୍ଚିତ ଭାବରେ ସେମାନେ ଲେଖା ଗୋଟେ ସଫଳ ଲେଖା ହେଇପାରିବ। ସାର୍ ଆଉ ଗୋଟେ ପ୍ରଶ୍ନ ରହିବ। ଅ, ପାରିବାର ଜୀବନରେ ଆପଣ ଯେହେତୁ ଜଣେ ଅଭିଭାବକ ଏବଂ ଜଣେ ଶିକ୍ଷକ ମଧ୍ୟ, ବର୍ତ୍ତମାନର ଯଦି ଘରେ କୌଣସି ଛୁଆ ସାହିତ୍ୟ ପ୍ରତି ବା କବିତା ହେରିକା ଲେଖୁଛନ୍ତି ବା କବିତା ପ୍ରତି ସାହିତ୍ୟ ପ୍ରତି ଟିକେ ଆଗ୍ରହ ଜାଗ୍ରତ ହଉଛି, ସେମାନଙ୍କୁ କୋଉଠି ବାପା ମା ଟିକେ ଆପତ୍ତି କଲା ଭଳିଆ କରୁନାହାନ୍ତି କି ନାଇଁ ତମେ ବର୍ତ୍ତମାନ ସେଇଟା ଛାଡ, ଅଙ୍କ କଷ, ବିଜ୍ଞାନ ପଢ, ଏଇଥିରେ କଣ ଅଛି, ଯାହା ହେଲେ ହେଇଯିବ, ଏଇଭଳି କିଛି ମାନସିକତା ଆସୁନି କି? ହଁ, ସେମିତି ଏକ ମାନସିକତା ସୃଷ୍ଟି ହେଇଛି। ପୁଣି କିନ୍ତୁ ଆମେ ତ ନିଶ୍ଚୟ ଆଶା ରଖିଛୁ, ଯୋଉ ଆମର ନ୍ୟାସନାଲ ଏଜୁକେସନ ପଲିସି 2020 ଆସୁଛି, ଯୋଉଟା ଆମର ସର୍ଜନୀ ଶକ୍ତିର ବିକାଶ କରିବ, ଏଇଭଳି ଏକ ଆଶା ରଖିଛୁ। ଆଉ ମୁଁ ତ ନିଜେ ମୋ ବିଦ୍ୟାଳୟରେ ଗୋଟେ ସର୍ଜନିକା ସାହିତ୍ୟ ପରିଷଦ ନାଁରେ ପିଲାମାନଙ୍କର ଗଠନ କରିଛି। ମାସରେ ଥରେ ସେମାନେ ନିଶ୍ଚିତ ବସୁଛନ୍ତି, ଭଲ ଭଲ ସାହିତ୍ୟ ମାନଙ୍କୁ ଡାକୁଛି, ତାଙ୍କର ୱାର୍କସପ୍ ହଉଛି। ଆଉ ଏଇ କଥା ମୁଁ ନିଜେ ଆରମ୍ଭ କରିଛି ପିଲାମାନଙ୍କଠୁ। ଆଉ ପିଲାମାନଙ୍କର ପ୍ରକୃତିରେ ଯୋଉ ସର୍ଜନ ଶକ୍ତିର ବିକାଶ ପାଇଁ ଆମର ଯୋଉ ପରୀକ୍ଷା ପଦ୍ଧତି ରହିଗଲା, ପରୀକ୍ଷା ପଦ୍ଧତି ପ୍ରକୃତିରେ ଭୁଲ ହେଇଗଲା। ସେଥିରେ ବର୍ତ୍ତମାନ ଅବଜେକ୍ଟିଭ
ମାନେ ପ୍ରଶ୍ନ ସବୁ ଆସିଲା ଯୋଉଥିରେ ଆଉ ସର୍ଜନ ଶକ୍ତିର ମାନେ କେମିତି ସର୍ଜନା କରିବେ ନୂଆ ନୂଆ ସର୍ଜନା କରିବେ ସେ ତାର ଗୋଟେ ମାନେ ସୁଯୋଗ ସେମାନେ ହରେଇଲେ ପିଲାମାନେ। ତେଣୁ ଆମେ ତାକୁ ନୂତନ ସୁଯୋଗ ସୃଷ୍ଟି କରିବା ଆଉ ମୁଁ ତ ଆଶା ରଖୁଛି ନିଶ୍ଚିତ ଭବିଷ୍ୟତରେ ପିଲାମାନେ ପୁଣି ସେ ବାଟକୁ ଫେରିବେ। ସାର୍ ଆପଣ ଏ ଶିକ୍ଷକତା କରନ୍ତି ଏବଂ ଶିକ୍ଷକ ଅଛନ୍ତି, ତ ଶିକ୍ଷକ ଏ ଗୋଟେ ଶିକ୍ଷକର ଆଜି ଯେହେତୁ ଆପଣ ଶିକ୍ଷକ, ଗୋଟେ ଶିକ୍ଷକ ହିସାବରେ ଆପଣଙ୍କୁ ପ୍ରଶ୍ନ ପଚାରିବି, ଏଇ ଶିକ୍ଷକ ମାନଙ୍କର ଏଇ ଭାଷା ପ୍ରତି ଭଲ ପାଇବା ପ୍ରତି ଭାଷାର ଉନ୍ନତି ପାଇଁ କଣ ରହିବା କର୍ତ୍ତବ୍ୟ ରହିବା କଣ ରହିବା ଦରକାର ସାର୍ ଶିକ୍ଷକ ମାନଙ୍କର? ନିଶ୍ଚିତ ଭାବରେ ଶିକ୍ଷକ ମାନଙ୍କର ମାତୃଭାଷା ପ୍ରୀତି ତ ରହିବା ଦରକାର ଆଉ ସେମାନେ ବି ପ୍ରବର୍ତ୍ତାଇବା ଦରକାର ଆମର ପିଲାମାନଙ୍କୁ ସେମାନେ ନିଜର ମାତୃଭାଷାକୁ କେମିତି ଭଲ ପାଆନ୍ତୁ, କାରଣ ଭାଷାକୁ ଛାଡିକି କିଛି କଥା ନୁହେଁ। ଏମିତି କିଛି ଶବ୍ଦ ରହିଛି ଶବ୍ଦକୁ ଆମେ ମାତୃଭାଷାରେ ହିଁ କହିଲେ ବୁଝିପାରନ୍ତି। ଯେମିତି ଆମେ ସେ ପଢୁଥିଲେ କୃଷ୍ଣ ଆଉ ଯଶୋଦାଙ୍କର କଥା, ତାକୁ ଯଦି ଆମେ ମାନେ ଟ୍ରାନ୍ସଲେଟ କରନ୍ତି ଅନୁବାଦ କରନ୍ତି ଇଂଲିଶରେ ଇଂରାଜୀରେ ବା ଅନ୍ୟ କୌଣସି ଭାଷା ଆମେ ପାଇବାନି, ସେ ଭାବ ପାଇବାନି। ତେଣୁ ନିଶ୍ଚିତ ଭାବରେ ଭାଷାକୁ ପିଲାମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଉ ମାତୃଭାଷାରେ ସେମାନେ ମାତୃଭାଷା କେନ୍ଦ୍ରିତ କାମ କରନ୍ତୁ। ସେ ଇତିହାସ ପଢାନ୍ତୁ, ଭୂଗୋଳ ପଢାନ୍ତୁ, ଯାହା ବି ପଢାନ୍ତୁ ଏକୁ ରଖିବା ଦରକାର। ଆଉ ବହୁତ ଆମର ଶିକ୍ଷକ ଭାଇମାନେ ସେଥିପାଇଁ ଲାଗିଛନ୍ତି ଯେ ମାତୃଭାଷାକୁ କେମିତି ଆମେ ଆଗକୁ ନବା। ଆଉ ଭବିଷ୍ୟତରେ ମୁଁ ଯାହା କହୁଥିଲି ଯେ ଜାତୀୟ ଶିକ୍ଷାନୀତି ଯୋଉ ଅଛି 2020 ସେଥିରେ ତ ଭାଷା ପ୍ରତି ମାନେ ବହୁତ ମାନେ ପଦକ୍ଷେପ ନିଆଯାଇଛି। ଭାଷା କେମିତି ପିଲାମାନଙ୍କର ବଢିବ ତା ପାଇଁ ମାତୃଭାଷା ପ୍ରୀତି ବଢିବ। ଏବେ ତ ଗୋଟେ ମୁଁ ଡକ୍ଟର ଦେବାଶିଷ ଜେଷ୍ଟି ତାଙ୍କ ସହିତ ଭେଟ ହେଇଥିଲା ସାରଙ୍କ ସହିତ ଗୋଟିଏ ସାହିତ୍ୟ କାର୍ଯ୍ୟକ୍ରମରେ। ସେ ଏବେ କହିଲେ ଗୁରୁଜୀ ମୁଁ ମାନେ ମେଡିକାଲର ବହି ଗୁଡିକୁ ତାକୁ ଲେଖୁଛି ମାନେ ଭାଷା ମାତୃଭାଷାରେ ଲେଖା ଆରମ୍ଭ କରିଛି। ଆଉ ଭାଷା ବି ତାଙ୍କର ବହୁତ ଭଲ। ଆଉ ସେ ବି କେତେ ଗୁଡେ ଉଦାହରଣ ବି ଦେଲେ। ତେଣୁ ବର୍ତ୍ତମାନ ବିଜ୍ଞାନ କ୍ଷେତ୍ରକୁ ମଧ୍ୟ ଆସିକି ଆମର ଭାଷା ପଶି ଆସିଲାଣି। ଭାଷାରେ ମଧ୍ୟ ମାତୃଭାଷାରେ ମଧ୍ୟ ଆମର ଇଞ୍ଜିନିୟରିଂ ର ଡାକ୍ତରର ମଧ୍ୟ ଲେଖା। ସେ ମଧ୍ୟ ପ୍ରେସକ୍ରିପସନ କଥା କହିଲେ, ଗୋଟେ ସୁନ୍ଦର କଥା କହିଲେ, କହୁଛି ମୋ ପ୍ରେସକ୍ରିପସନ ମଧ୍ୟ ମୁଁ ଓଡିଆରେ ଲେଖେ, ଯାହା ପାରିବି ଯେତିକି ଦେଇପାରିବି ଯାହା ହେଇପାରିବ ସେ ଗୁଡ଼ିକ ଲେଖୁଛି। ତ ନିଶ୍ଚିତ ଭାବରେ ଶିକ୍ଷକ ମାନଙ୍କ ରହିଛି କର୍ତ୍ତବ୍ୟ ରହିଛି। ସେଇଭଳି ବ୍ୟକ୍ତି ହିଁ ବର୍ତ୍ତମାନ ବି ସେଇଭଳି ବ୍ୟକ୍ତି ହିଁ ଚାହିଁଲେ ହିଁ ଆମ ମାନଙ୍କର ଭାଷାକୁ ସୁଦୃଢ ଏବଂ ଆମ ମାନଙ୍କର ଭାଷାକୁ ଉଜ୍ଜୀବିତ ରଖିବାରେ ସାହାଯ୍ୟ କରିପାରିବେ। କାରଣ ଆମେ ଯଦି ଆମ ମାନଙ୍କର ନିଶ୍ଚିତ ଭାଷା ନ କହିବା, ଆମେ ଯଦି ଆମ ମାଟିର କଥା ନ କହିବା, ଆମେ ଯଦି ଆମ ପିଲାମାନଙ୍କୁ ସେଇ କଥା ନ ପଢେଇବା ତାହେଲେ ସେମାନେ ଶିଖିବେ କୋଉଠୁ? ଏଇଟା ତ ଗୋଟେ ବିରାଟ ବଡ ପ୍ରଶ୍ନ। ନିଶ୍ଚିତ ନିଶ୍ଚିତ ନିଶ୍ଚିତ। ଆମର ଏ ଆମର ଯେମିତିକି ଆପଣଙ୍କ କଥା ଦେଖନ୍ତୁ, ଆପଣଙ୍କ ପାଇଁ ମୁଁ ସୁଶାନ୍ତ ଭାଇଙ୍କ ପାଇଁ ମାନେ ତାଙ୍କୁ ସାଲୁଟ ଜଣାଏ ଯେ ଆପଣ ଓମାନରେ ଅଛନ୍ତି କିନ୍ତୁ ମାତୃଭାଷାକୁ ଭୁଲି ନାହାନ୍ତି। ନିଜର ଭାଷା ନିଜ ଜନ୍ମ ମାଟି କି ଭୁଲିଯାଏ ନା। ମୋର ମନେ ପଡେ ଆମର ଯୁଧିଷ୍ଠିର ଦାସ ଥିଲେ ବାଚସ୍ପତି ଥିଲେ, ସେ ବିଦେଶକୁ ଯାଇଥିଲେ କୌଣସି କାମରେ ସରକାରୀ କାମରେ ଯାଇଥିଲେ। ଯେତେବେଳେ ତାଙ୍କ ଦସ୍ତଖତ ପାଇଁ ଆସିଥିଲା ଦସ୍ତଖତ ସେ ନିଜ ଓଡିଆ ଭାଷାରେ ଯୁଧିଷ୍ଠିର ଦାସ କହିଲେ। ଅନ୍ୟମାନେ ଦେଖିକିରି ଆଶ୍ଚର୍ଯ୍ୟ ହେଲେ, ଆପଣ ନିଜ ଯୁଧିଷ୍ଠିର ଦାସ ନିଜ ଭାଷାରେ ଲେଖୁଛନ୍ତି? କହିଲେ ହଁ, ଇଏ ହଉଛି ସ୍ଵ ଅକ୍ଷର। ସ୍ଵ ଭାଷାକୁ କେମିତି ଭୁଲିଯିବି? ସ୍ଵ ଅକ୍ଷରକୁ ଭୁଲିବା ଉଚିତ ନୁହେଁ। ତେଣୁ ଆପଣଙ୍କୁ ବି ମୁଁ ସାଲୁଟ କରୁଛି, ଆପଣ ସୁଦୂର ଓମାନରେ ଥାଇକି ବି ଭାଷା ପ୍ରୀତି ଯୋଉ ରଖିଛନ୍ତି। ଆଉ ପୁଣି ଗୋଟେ ବିପରୀତ ଦିଗରେ ମାନେ ଆପଣଙ୍କର କାମ ଅଲଗା, ପୁଣି ମାନେ ସାହିତ୍ୟ ପ୍ରତି ଆପଣଙ୍କ ପ୍ରୀତି ନିଶ୍ଚିତ ଭଲ କଥା। ନିଶ୍ଚିତ ଭାବରେ ମୋର ତ ନିଶ୍ଚିତ ଭାବରେ ନିଶା ଏବଂ ପେଶା ଦିଟାକ ଅଲଗା ରହିଛି। ଆପଣ ମାନଙ୍କର ସ୍ନେହ ଭଲ ପାଇବା ଯୋଗୁଁ ଏହା ସମ୍ଭବ ହେଇପାରୁଛି। କେବଳ ମୁଁ ଏଇଠି ରହିଲେ ଯେ କାର୍ଯ୍ୟ ଗୁଡିକ ହେଇପାରନ୍ତା ତାହା ନାହିଁ। ଆପଣ ମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ସବୁ କ୍ଷେତ୍ରରେ, କବିତା ଲେଖିବା କାର୍ଯ୍ୟରେ ହଉ, ଆମର ସେଇ ଯେକୌଣସି କାର୍ଯ୍ୟକ୍ରମରେ ଆପଣ ବି ଯୋଗ ଦଉଛନ୍ତି। ସେଥିପାଇଁ ଆପଣ ମାନଙ୍କ ଯୋଗୁଁ ହିଁ ଏ କାର୍ଯ୍ୟ ସମ୍ଭବ ହେଇପାରୁଛି। ସେଥିପାଇଁ ଆପଣ ମାନଙ୍କୁ ସମସ୍ତଙ୍କୁ ବି ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି। ସାର୍ ମୋର ଆପଣଙ୍କର ଧନ୍ୟବାଦ ଭାଇ। ଆପଣଙ୍କ ପ୍ରତି ମୋର ଶେଷ ପ୍ରଶ୍ନ ରହିବ, ଆମେ ଆଜ୍ଞା। ଏଇ ସମାଜ ପାଇଁ, ଆମ ଭାଷା ପାଇଁ ଏଇ କବି ବନ୍ଧୁ ମାନେ କଣ କରିବା ଉଚିତ? କବି ବନ୍ଧୁଙ୍କୁ ମୁଁ ଦେଖୁଛି ଯେ ବର୍ତ୍ତମାନ ମୁଁ ଚେଷ୍ଟା କରେ ମୋ ଲେଖା ଭିତରେ ଯେତେ ଦେଶୀୟ ଶବ୍ଦ ନେବା ପାଇଁ, ଅର୍ଥାତ ମୋ ଭାଷାର ମୋ ମାତୃଭାଷାର ଶବ୍ଦକୁ ପ୍ରୟୋଗ କରିବା ପାଇଁ। ଯୋଉଠି ଆବଶ୍ୟକ ନିହାତି ଦରକାର ପଡେ ଶବ୍ଦ ନିଏ। ତେଣୁ କବି ମାନଙ୍କୁ ମୁଁ ଅନୁରୋଧ, ସେମାନେ ଯୋଉ ବିଭିନ୍ନ ବୈଦେଶିକ ଶବ୍ଦ ବର୍ତ୍ତମାନ ବିଶେଷ କରି ଇଂରାଜୀ ଶବ୍ଦ ଗୁଡିକୁ ତା ଭିତରେ ଆଣିକି ପୁରେଇଲେଣି ଆମ ଭାଷା ଭିତରେ, ସେ ପ୍ରକୃତରେ କରିବା ଉଚିତ ନୁହେଁ। ତେଣୁ ନିଜର ଲେଖା ଭିତରେ ମୁଁ ମୋ ଲେଖା ଭିତରେ ଦେଇଥିଲି କୋଉଠି ଗୋଟେ ଶଗଡ ହଉ କି କୋଉଠି ପାଞ୍ଚଣ ହଉ, ମନେ ପରେ ପାଞ୍ଚଣ ଆଜ୍ଞା କଣ ପାଞ୍ଚଣ ଜାଣିବା ଦରକାର। ଅର୍ଥାତ ଏଇଭଳି କି ଶବ୍ଦ ଆମ ବିଲୁପ୍ତ, ବର୍ତ୍ତମାନ ଅନେକ ଶବ୍ଦ ସେମିତି ରହିଛି ବିଲୁପ୍ତ ହେଇ, ତେଣୁ ଆମର ଲେଖା ଭିତରେ ସେ ଶବ୍ଦ ଗୁଡ଼ିକୁ ଆଣିକି ଆମର ପର ପିଢିକି ତ ଜଣେଇବା ଦରକାର ଯେ ପ୍ରକୃତରେ ଇଏ ହଉଛି ଆମର ଭାଷା। ନିଶ୍ଚିତ ଭାବରେ
ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ପୁଣି ଥରେ ଅନ୍ୟ ଆଜ୍ଞା ଅବସରରେ ଆପଣଙ୍କ ସହିତ ହୁଁ। ଦେଖା। ଜୟ ଜଗନ୍ନାଥ, ଧନ୍ୟବାଦ।